ଶନି ମହାଗ୍ରହ ମୀନ ରାଶିରେ ଓଲଟା ଗତିରେ ଗୋଚର କରୁଥିବା ବେଳେ କୁମ୍ଭ ରାଶିର ଆର୍ଥିକ ସେକ୍ଟର, ପରିବାର ଏବଂ ନିଜର ବାଣୀ ଉପରେ ବଡ଼ ବିଚିତ୍ର ପ୍ରକାରର ପ୍ରଭାବ ପକାଇବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବର୍ତ୍ତମାନ ଶନି ମହାଗ୍ରହ ଓଲଟା ଗତିରେ ଅଥବା ବକ୍ର ଗତିରେ ମୀନ ରାଶିରେ ଭ୍ରମଣ କରୁଛନ୍ତି। ଆଗାମୀ ଡିସେମ୍ବର ମାସ 11 ତାରିଖ ପ୍ରାୟ 138 ଦିନ ପର୍ଯ୍ୟନ୍ତର ସମୟ ଶନି ମହାଗ୍ରହଙ୍କର ବକ୍ର ଗତିର ପ୍ରଭାବରେ ରାଶିଚକ୍ରର ସମସ୍ତ ଦ୍ୱାଦଶ ରାଶି ପ୍ରଭାବିତ ହେବେ। ଏହି କ୍ରମରେ ଆଜି ଜାଣିବା ରାଶିଚକ୍ରର ଏକାଦଶ ରାଶି ତଥା ଶନି ମହାଗ୍ରହଙ୍କର ନିଜ ମୂଳ ତ୍ରିକୋଣ ରାଶି କୁମ୍ଭ ରାଶି ଉପରେ ଶନି ମହାଗ୍ରହଙ୍କର ଓଲଟା ଗତିର ପ୍ରଭାବ କ'ଣ ରହୁଛି। କୁମ୍ଭ ରାଶି ଉପରେ ଶନିଙ୍କର ଓଲଟା ଗତିର ପ୍ରଭାବ ମୁଖ୍ୟତଃ ଆର୍ଥିକ ସ୍ଥିତି, ପରିବାର ଓ ନିଜ ବାଣୀ ଉପରେ ଗଭୀର ପ୍ରଭାବ ପକାଇବ। ଶନି ଗ୍ରହଙ୍କର ଏହି 138 ଦିନର ଓଲଟା ଗତି ସମୟରେ କୁମ୍ଭ ରାଶି ଜାତ ବ୍ୟକ୍ତି ଧନ ଲାଭ କଲେ ମଧ୍ୟ ପ୍ରବଳ ଧନ ଖର୍ଚ୍ଚର ଯୋଗ ଦେଖାଯାଏ। ଅନାବଶ୍ୟକ ଖର୍ଚ୍ଚର ପ୍ରଭାବରୁ ଆର୍ଥିକ ସ୍ଥିତି ସଙ୍କଟଜନକ ହେବ। ତଥାପି ସୁଚିନ୍ତିତ ଭାବେ ଯୋଜନା ମୁତାବକ କାର୍ଯ୍ୟ କଲେ ପ୍ରଚୁର ଅର୍ଥ ମଧ୍ୟ ଉପାର୍ଜନ କରିପାରିବେ। ନିଜର ବାଣୀ ଅଥବା କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ହେଉ ଅଥବା ପଡ଼ୋଶୀଙ୍କ ସାଙ୍ଗରେ କଥା ହେବାବେଳେ ନରମ ମନୋଭାବ ପୋଷଣ କରିବା ଉଚିତ ହେବ। ନଚେତ୍ ଆପଣଙ୍କ କଥାକୁ ନେଇ ପରିବାର ତଥା ପଡ଼ୋଶୀଙ୍କ ସହିତ ଦ୍ୱନ୍ଦ୍ୱ ଉପୁଜିପାରେ। ଦାମ୍ପତ୍ୟ ଜୀବନ ଠିକ୍ ରହିଲେ ମଧ୍ୟ ସମୟରେ ପାର୍ଟନରଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପରିବାର ଭିତରେ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରେମ ସମ୍ପର୍କରେ ରହିଥିଲେ ସନ୍ଦେହ ମନୋଭାବ ପୋଷଣ କରିବେ। ଶନିଙ୍କର ଏହି ବକ୍ର ଗତି ସମୟରେ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚାକିରି ଓ ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ମଧ୍ୟ ଉଣାଅଧିକେ ପ୍ରଭାବିତ ହେବ। ସୁରୁଖୁରୁରେ ହୋଇଯାଉଥିବା କାର୍ଯ୍ୟ ଅଯଥା ବିଳମ୍ବିତ ହେବ। କର୍ମକ୍ଷେତ୍ରରେ ଅଯଥା କଥାକୁ ନେଇ ବିବାଦ ଉପୁଜିପାରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶନିଙ୍କର ଏହି ଓଲଟା ଗତିର ସମୟ କୁମ୍ଭ ରାଶି ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ଆଣିଦେବ। ନ୍ୟୁରୋପାଥିକ ପେନ୍, ସ୍ନାୟୁବିକ ଦୁର୍ବଳତା ସାଙ୍ଗକୁ ଚର୍ମରୋଗ ଦେଖାଯିବ। ବେଡ଼ି ଉପରେ କରୁଣା ମାଡ଼ ଭଳି ଏହି ସମୟରେ କୁମ୍ଭ ରାଶି ଜାତ ବ୍ୟକ୍ତି ଶନି ସପ୍ତାହର ଶେଷ ଚରଣ ଭୋଗ କରୁଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତାହା ଭୟଙ୍କର ରୂପ ମଧ୍ୟ ନେଇପାରେ। ଏହାଛଡ଼ା ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣା ଘଟି ଗୋଡ଼ରେ ଆଘାତ ଲାଗିବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। କୁମ୍ଭ ରାଶି ଜାତ ବ୍ୟକ୍ତି ଶନିଙ୍କର ଏହି ବକ୍ରଗତି ସମୟର ଦୁଷ୍ପ୍ରଭାବରୁ ରକ୍ଷା ପାଇବା ପାଇଁ ଶନି ମହାଗ୍ରହଙ୍କର ଆରାଧ୍ୟା ଦେବୀ ମା ଦକ୍ଷିଣକାଳୀଙ୍କର ପୂଜା ଆରାଧନା କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।